ନମସ୍କାର ପ୍ରଦୀପ ସାର୍। ଜୟ ଶ୍ରୀ ଜଗନ୍ନାଥ। ସାର୍ ଯେତେ ଇନକମ୍ କଲେ ବି ପାଖରେ ଟଙ୍କାଟେ ରହୁନି, ୟାର କିଛି ମାନେ ସମାଧାନ ଅଛି ଆପଣଙ୍କ ପାଖରେ? ଟିକେ କୁହନ୍ତୁ। ପାଖରେ ଟଙ୍କାଟେ ରହୁନାହିଁ, ଆଜ୍ଞା ସବୁ ଖର୍ଚ୍ଚ ହେଇଯାଉଛି। ଆଜ୍ଞା ଆପଣ ଦେଖନ୍ତୁ, ବାସ୍ତୁଶାସ୍ତ୍ରରେ ଦିଟା ଦିଗ ଅଛି ଏଇ ସଂକ୍ରାନ୍ତୀୟ। ପ୍ରଥମ ହଉଛି ଯେ ଦକ୍ଷିଣ ନୈಋତ। ଦକ୍ଷିଣ ନୈଋତ ଗୋଟେ ନିକାଶର ଦିଗ ବା ଡିସ୍ପୋଜାଲ ଜୋନ୍। ସବୁ ଜିନିଷ ପଳେଇଯିବ, ଖର୍ଚ୍ଚ ହେଇଯିବ, ରହିବ ନାହିଁ କିଛି, ସବୁ ଜିନିଷ ଚାଲିଯିବ। ତେଣୁ ସେ ଜୋନ୍ଟାକୁ ଆପଣଙ୍କୁ ବାଲାନ୍ସ କରିବାକୁ ପଡ଼ିବ। ହଳଦୀ ରଙ୍ଗର ରଖିବେ, ସେଠି କୌଣସି ଇଲେକ୍ଟ୍ରିସିଟି ବା କୌଣସି ରେଟ୍ ବା ଇଲେକ୍ଟ୍ରିକ୍ ସରଞ୍ଜାମ କିଛି ରଖିବେ ନାହିଁ, ଏବଂ କୌଣସି ଗ୍ରୀନ୍ ଜିନିଷ ମଧ୍ୟ କିଛି ରଖିବେ ନାହିଁ, ଏବଂ ଆପଣଙ୍କର ପାଣି ମଧ୍ୟ କିଛି ବା ବ୍ଲୁ କଲର କିଛି ରଖିବେ ନାହିଁ। ଦ୍ୱିତୀୟ କଥା, ଆଉ ଗୋଟେ ହଉଛି ପଶ୍ଚିମ ନୈಋତ। ନୈଋତର ପଶ୍ଚିମ ଦିଗ ବେଳକୁ ପଶ୍ଚିମ ନୈଋତ, ସେଇଟା ହଉଛି ଗୋଟେ ସଞ୍ଚୟର ଦିଗ। ସେଟା ମଧ୍ୟ ସେଇଭଳିଆ ଆପଣ ତାକୁ ବାଲାନ୍ସ କରି ରଖିବାକୁ ପଡ଼ିବ। ଏ ଦିଟା ଜୋନ୍ ଯଦି ଆପଣଙ୍କର ବାଲାନ୍ସ ହେଇଗଲା, ତାହେଲେ ଆପଣଙ୍କର ପଇସା ଖର୍ଚ୍ଚ ହବ ନାହିଁ, ରେଦର ଦେନ୍ ସଞ୍ଚୟ ହବ।